ବହୁତ ସମ୍ପର୍କ ଏହି କାରଣରୁ ଭାଙ୍ଗି ଯାଇଥାଏ। ଜଣେ କହିପାରି ନଥାଏ, ଆଉ ଜଣେ ବୁଝିପାରି ନଥାଏ। ଯଦି ପ୍ରେମରେ କେବେ ବି ଝଗଡ଼ା ନ ହୁଏ, ତେବେ ବୁଝିଯାଅ କି ପ୍ରେମ ହୃଦୟରୁ ନୁହେଁ, ଦିମାଗରୁ ଚାଲିଛି। ଯେବେ ଶରୀରରୁ ମିଳୁଥିବା ଯନ୍ତ୍ରଣା ଆଉ ଶବ୍ଦରେ ଥିବା ଆଘାତକୁ ସହିବା ଶିଖିଯିବା, ସେତେବେଳେ ହିଁ ଆମେ ନିଜେ ନିଜକୁ ବଞ୍ଚିବା ଶିଖିଯିବା। ବେଳେ ବେଳେ ମୋର ଇଏ ଖାସ୍ ନିଜ ଲୋକ କହିକି ଗର୍ବ କରିବା ବହୁତ ବଡ଼ ଭୁଲ ହୋଇଥାଏ। କାରଣ ସେହି ଗର୍ବ ଅହଙ୍କାର ଆମକୁ ଦିନେ ଏମିତି ଏକ ଜାଗାରେ ପହଞ୍ଚାଇ ଦିଏ ଯେ ସେଠୁ ଆଉ ଫେରିବାକୁ ବାଟ ନଥାଏ। ଏ ଦୁନିଆରେ ଚପଲଠାରୁ ବଡ଼ କେଉଁ ଝିଅ ନୁହେଁ। ଗୋଟିଏ ଯଦି ହଜିଯାଏ ତ ଅନ୍ୟଟିର ଜୀବନ ମଧ୍ୟ ଚାଲିଯାଇଥାଏ। ଯେଉଁ ସମ୍ପର୍କରେ ତୁମର କିଛି ବି ମୂଲ୍ୟ ନଥାଏ, ସେ ସମ୍ପର୍କଠାରୁ ଦୂରେଇ ରହିବା ବହୁତ ଭଲ ହୋଇଥାଏ। ସେହି ସମ୍ପର୍କର ଆୟୁଷ ସବୁଠୁ ଲମ୍ବା ହୋଇଥାଏ ଯେଉଁଠି ଜଣେ ଜଣଙ୍କର କଥାକୁ ବୁଝନ୍ତି ଆଉ ସମ୍ମାନ ମଧ୍ୟ ଦିଅନ୍ତି। ହୃଦୟ ଆଉ ଭରସା ଭାଙ୍ଗିଲେ ଶବ୍ଦ ତ ହୁଏନି, କିନ୍ତୁ ହୃଦୟକୁ ବହୁତ କଷ୍ଟ ହୋଇଥାଏ। ଆମ ସାଙ୍ଗରେ ଏମିତି ଜଣେ ମଣିଷ ଥାଆନ୍ତା କି, ଯିଏକି ଆମର ସୁଖ ଦୁଃଖରେ ସାହାଯ୍ୟ କରିଥାଆନ୍ତା। କାହାକୁ ମନେ ପକାଇ ବାରମ୍ବାର କାନ୍ଦିଲେ ହୃଦୟରେ ଦୁଃଖ କମି ନଥାଏ। ପ୍ରେମ ତ ଭାଗ୍ୟରେ ଥିଲେ ହିଁ ମିଳେ। କାହିଁକି ନା ରାଗରେ ଜଳିଲେ କେହି ବି ନିଜର ହୋଇନଥାଏ। ସେହି ମଣିଷର ପ୍ରେମକୁ କେବେ ବି ବିଶ୍ୱାସ କରନି, ଯିଏ କଥା କଥାରେ ତୁମକୁ କୁହେ, ମୁଁ ତୁମ ଛଡ଼ା ଆଉ କାହାକୁ ଭଲ ପାଏନି। ନିଜକୁ ହରେଇ ଅନ୍ୟ ପାଇଁ ବାଜି ଲଗାଇବା, ଏହା ଏକ ମୂର୍ଖାମିର କାରଣ ହୋଇଥାଏ। ହୃଦୟରେ ଧୋକା ସେତେବେଳେ ଲାଗିଥାଏ ଯେବେ ଧୋକା ଦେବାବାଲା ଉପରେ ବିଶ୍ୱାସ ପକ୍କା ହୋଇଯାଏ। ଯଦି ନିଜର କିଏ ଆଉ ପର କିଏ ଜାଣିବାକୁ ଚାହୁଁଛନ୍ତି, ତେବେ ଆପଣ କିଛି ଦିନ କଥା ହେବା ବନ୍ଦ କରିଦିଅନ୍ତୁ। ଦେଖିବେ, ଯିଏ ପର ସିଏ ଆପଣଙ୍କୁ ଅନେକ କଟୁ କଥା କହିବେ ଆଉ ଅନେକ କାହାଣୀ ମଧ୍ୟ କହିବାକୁ ଲାଗିବେ। ମରଣଠାରୁ ସବୁଠୁ ଭୟଙ୍କର ହେଉଛି ପ୍ରେମ। କାରଣ ମରଣ ତ କେବଳ ଥରେ ଆସେ, ହେଲେ ପ୍ରେମରେ ହାରିଗଲେ ମଣିଷ ଅଳ୍ପ ଅଳ୍ପ ସବୁଦିନ ମରିଥାଏ। ଇଏ କଳିଯୁଗ ମୋ ଭାଇ। ଏହାର ସବୁଠାରୁ ବଡ଼ ପ୍ରମାଣ ହେଉଛି, ଏଠି ଖରାପ ମଣିଷ ସହ ଖରାପ ହେଉ କି ନ ହେଉ, କିନ୍ତୁ ଭଲ ମଣିଷ ସହ ସବୁବେଳେ ଖରାପ ହିଁ ହୋଇଥାଏ।